ଚନ୍ଦ୍ର ଏବଂ ଶୁଷ୍କ ମେଘ ପରି ଧଳା ରଙ୍ଗରେ ଘେରି ରହିଥିବା ସହରଟି ସର୍ପମାନଙ୍କ ରାଜଧାନୀ ଭୋଗବତୀ ନଗରୀ ପରି ଦେଖାଯାଉଥିଲା। ଏଥିରେ ଅଗଣିତ ପ୍ରାସାଦ ଏବଂ ଅଗଣିତ ଦ୍ୱାର ଥିଲା, ଯାହା ମଧ୍ୟରୁ ପ୍ରତ୍ୟେକଟି ଗରୁଡ଼ଙ୍କ ବିସ୍ତାରିତ ପକ୍ଷ ପରି ଖୋଲିଥିଲା। ଏହି ସହରର ପ୍ରତିରକ୍ଷା ପ୍ରାଚୀରରେ ମନ୍ଦାର ପର୍ବତ ପରି ବିଶାଳ ଦ୍ୱାର ଥିଲା। ଏହି ସୁସଜ୍ଜିତ ଏବଂ ସୁରକ୍ଷିତ ନଗରୀକୁ ଶତ୍ରୁମାନଙ୍କର ଏକ ତୀର ମଧ୍ୟ କ୍ଷୁର୍ଣ୍ଣ କରିହେବ ନାହିଁ। ତାପ ଏବଂ ଶତଘନି ଏହାର କାନ୍ଥରେ ଦୁଇ ମୁଣ୍ଡିଆ ସାପ ପରି ରଖାଯାଇଥିଲା। ସଶସ୍ତ୍ର ବାହିନୀର ସୈନିକମାନେ ଟୁରିଟ୍ ବ୍ୟବହାର କରୁଥିଲେ। ସେହି କାନ୍ଥଗୁଡ଼ିକରେ ବିଶାଳ ଲୁହା ଡିସ୍କ ଥିଲା। ଏଠାରେ ରାସ୍ତାଗୁଡ଼ିକ ପ୍ରଶସ୍ତ ଏବଂ ସଫା ଥିଲା। ଦୁର୍ଘଟଣାର କୌଣସି ଭୟ ନଥିଲା। ମହାନ ପ୍ରାସାଦ, ଦୁର୍ଗ ଏବଂ ପ୍ରାସାଦରେ ସଜ୍ଜିତ ଏହି ସହର ଇନ୍ଦ୍ରଙ୍କ ଅମରାବତୀ ସହିତ ପ୍ରତିଯୋଗିତା କରିଥିଲା। ଏହି କାରଣରୁ ଏହାର ନାମ ଇନ୍ଦ୍ରପ୍ରସ୍ଥ ରଖାଯାଇଥିଲା। ପାଣ୍ଡବମାନଙ୍କର ପ୍ରାସାଦ ଏହି ସହରର ସର୍ବୋତ୍ତମ ସ୍ଥାନରେ ଅବସ୍ଥିତ ଥିଲା। ଏଥିରେ କୁବେରଙ୍କ ପରି ଧନସମ୍ପଦ ଏବଂ ଭଣ୍ଡାର ଥିଲା। ଏପରି ବୈଭବରେ ପରିପୂର୍ଣ୍ଣ ଦେଖି ଆଖି ବିଜୁଳି ପରି ଚମକି ଉଠିବ। ଯେତେବେଳେ ସହରଟି ବସତି ସ୍ଥାପନ ହୋଇଥିଲା, ସେତେବେଳେ ବହୁ ସଂଖ୍ୟକ ବ୍ରାହ୍ମଣ ସେଠାକୁ ଆସିଥିଲେ, ଯେଉଁମାନଙ୍କ ପାଖରେ ସମସ୍ତ ବେଦ, ଶାସ୍ତ୍ର ଇତ୍ୟାଦି ଥିଲା ଏବଂ ସେମାନେ ସମସ୍ତ ଭାଷାରେ ଦକ୍ଷ ଥିଲେ। ଅନେକ ବ୍ୟବସାୟୀ ସବୁ ଦିଗରୁ ଏଠାକୁ ଆସିଥିଲେ। ସେମାନଙ୍କର ଏଠାରେ ବ୍ୟବସାୟ କରି ଧନ ପାଇବାର ଆଶା ଥିଲା। ଅନେକ କାରିଗର ମଧ୍ୟ ଆସି ଏଠାରେ ବସତି ସ୍ଥାପନ କରିଥିଲେ। ଏହି ସହର ଚାରିପାଖରେ ଅନେକ ସୁନ୍ଦର ଉଦ୍ୟାନ ଥିଲା, ଯେଉଁଥିରେ ଅଗଣିତ ପ୍ରଜାତିର ଫଳ ଏବଂ ଫୁଲ ଲଗାଯାଇଥିଲା। ଏଥିରେ ଆମ୍ବ, ଅମରାନ୍ଥ, କଦମ୍ବ, ଅଶୋକ, ଚମ୍ପକ, ପୁନ୍ନଗ, ନାଗ, ଲକୁଚା, ପଣସ, ଶାଲା ଏବଂ ସେଠାରେ ଜର, ପାପାପା, ପୁନ, ନାଗ, ସପା, ପାଟ, ତାରା ଜର ଥିଲା। ତାଳସ ଗଛ, ତମାଳ, ବକୁଳ ଏବଂ କେତକୀର ସୁଗନ୍ଧିତ ଗଛ ଥିଲା। ସୁନ୍ଦର ଏବଂ ପୁଷ୍ପଯୁକ୍ତ ଆମଲାକ, ଯାହାର ଡାଳଗୁଡ଼ିକ ଫଳପୂର୍ଣ୍ଣ ହେବା ଯୋଗୁଁ ବଙ୍କା ହେଉଥିଲା। ସେଠାରେ ଲୋଧ୍ରା ଏବଂ ସୁନ୍ଦର ଆଙ୍କୋଲ ଗଛ ମଧ୍ୟ ଥିଲା। ଜମ୍ବୁ, ପାତାଳ, କୁଞ୍ଜକ, ଅତିମୁକ୍ତ, କରବିରସ, ପାରିଜାତ ଏବଂ ଅନ୍ୟାନ୍ୟ ଅନେକ ପ୍ରକାରର ଗଛ ଏବଂ ଗଛ ଲଗାଯାଇଥିଲା। ଅନେକ ସବୁଜ ଧନୁ ମୟୂର ଏବଂ କୋକିଲ ଶବ୍ଦରେ ପ୍ରତିଧ୍ୱନିତ ହେଉଥିଲା। ଅନେକ ବିଳାସପୂର୍ଣ୍ଣ ଘର ଥିଲା, ଯାହା କାଚ ପରି ଚକଚକିଆ ଥିଲା ଏବଂ ଲତାରେ ଆଚ୍ଛାଦିତ ଥିଲା। ଏଠାରେ ଅନେକ କୃତ୍ରିମ ପାହାଡ଼ ଥିଲା ଏବଂ ପୋଖରୀ ଏବଂ ହ୍ରଦ ଜଳରେ ପରିପୂର୍ଣ୍ଣ ଥିଲା। କମଳ ପୋଖରୀ ଯେଉଁଥିରେ ହଂସ ଏବଂ ବତକ, ଚକ୍ରବାକ ଇତ୍ୟାଦି ମଜା କରୁଥିଲେ। ଜଳଜ ଉଦ୍ଭିଦରେ ପରିପୂର୍ଣ୍ଣ ଅନେକ ହ୍ରଦ ଥିଲା। ଏଠାରେ ରହି ନଗରୀ ଉପଭୋଗ କରିବା ସହିତ ପାଣ୍ଡବମାନଙ୍କର ସୁଖ ଦିନକୁ ଦିନ ବୃଦ୍ଧି ପାଉଥିଲା। ଭୀଷ୍ମ ପିତାମହ ଏବଂ ଧୃତରାଷ୍ଟ୍ରଙ୍କ ସେମାନଙ୍କ ପ୍ରତି ନୈତିକ ଆଚରଣର ପରିଣାମ ସ୍ୱରୂପ ପାଣ୍ଡବମାନେ ଖଣ୍ଡାବପ୍ରସ୍ଥକୁ ଇନ୍ଦ୍ରପ୍ରସ୍ଥରେ ପରିଣତ କରିଥିଲେ। ପାଣ୍ଡୁଙ୍କ ପୁତ୍ର ଅର୍ଜୁନ ଶ୍ରୀକୃଷ୍ଣଙ୍କ ସହିତ ଖଣ୍ଡାବନକୁ ଜାଳି ଦେଇଥିଲେ ଏବଂ ଇନ୍ଦ୍ରଙ୍କ ଦ୍ୱାରା ହେଉଥିବା ବର୍ଷାକୁ ତାଙ୍କ ବାଣ, ଛାତା ର ବନ୍ଧ ଦ୍ୱାରା ରୋକି ଅଗ୍ନିକୁ ଲିଭାଇ ଦେଇଥିଲେ। ସେଠାରେ ଅର୍ଜୁନ ଏବଂ କୃଷ୍ଣ ଯୁଦ୍ଧରେ ସମସ୍ତ ଦେବତାଙ୍କୁ ପରାସ୍ତ କରିଥିଲେ। ଫଳସ୍ୱରୂପ ଅର୍ଜୁନ ଅଗ୍ନିଦେବଙ୍କଠାରୁ ଦିବ୍ୟ ଗାଣ୍ଡୀବ ଧନୁ ଏବଂ ଶ୍ରେଷ୍ଠ ରଥ ପାଇଥିଲେ ଏବଂ କୃଷ୍ଣ ସୁଦର୍ଶନ ଚକ୍ର ପାଇଥିଲେ। ସେ ଯୁଦ୍ଧରେ ଭଗବାନ କୃଷ୍ଣଙ୍କ ପରି ସାରଥୀ ପାଇଥିଲେ ଏବଂ ସେ ଆଚାର୍ଯ୍ୟ ଦ୍ରୋଣଙ୍କଠାରୁ ବ୍ରହ୍ମାସ୍ତ୍ର ପରି ଦିବ୍ୟ ଅସ୍ତ୍ର ଏବଂ ଅବିନାଶୀ ବାଣ ପାଇଥିଲେ। ତାଙ୍କ ପୁତ୍ର ଅର୍ଜୁନଙ୍କ ସାହସ ଦେଖି ଇନ୍ଦ୍ର ବହୁତ ଖୁସି ହୋଇଥିଲେ। ଇନ୍ଦ୍ରଙ୍କ ଅନୁରୋଧରେ ଦେବଶିଳୀ ବିଶ୍ୱକର୍ମା ଏବଂ ମାରା ରାକ୍ଷସ ମିଶି ଖଷ୍ଟବତନରେ ଏକ ଦୁର୍ଗ ନିର୍ମାଣ କରିଥିଲେ। ନୈତିକ ଆଚରଣର ଫଳସ୍ୱରୂପ ପାଣ୍ଡବମାନେ ଖଣ୍ଡାବପ୍ରସ୍ଥକୁ ଇନ୍ଦ୍ରପ୍ରସ୍ଥରେ ପରିଣତ କରିଥିଲେ। ପାଣ୍ଡୁଙ୍କ ପୁତ୍ର ଅର୍ଜୁନ ଶ୍ରୀକୃଷ୍ଣଙ୍କ ସହିତ ମିଶି ଖଣ୍ଡାବନକୁ ଜାଳି ଦେଇଥିଲେ ଏବଂ ଇନ୍ଦ୍ରଙ୍କ ଦ୍ୱାରା ହେଉଥିବା ବର୍ଷାକୁ ତାଙ୍କ ବାଣର ଛତା ଆକୃତିର ବନ୍ଧ ଦ୍ୱାରା ରୋକି ଅଗ୍ନିକୁ ଲିଭାଇ ଦେଇଥିଲେ। ସେଠାରେ ଅର୍ଜୁନ ଏବଂ କୃଷ୍ଣ ଯୁଦ୍ଧରେ ସମସ୍ତ ଦେବତାଙ୍କୁ ପରାସ୍ତ କରିଥିଲେ। ଫଳସ୍ୱରୂପ ଅର୍ଜୁନ ଅଗ୍ନିଦେବଙ୍କଠାରୁ ଦିବ୍ୟ ଗାଣ୍ଡୀବ ଧନୁ ଏବଂ ଶ୍ରେଷ୍ଠ ରଥ ପାଇଥିଲେ ଏବଂ କୃଷ୍ଣ ସୁଦର୍ଶନ ଚକ୍ର ପାଇଥିଲେ।
ସେ ଯୁଦ୍ଧରେ ଭଗବାନ କୃଷ୍ଣଙ୍କ ପରି ସାରଥୀ ପାଇଥିଲେ ଏବଂ ସେ ଆଚାର୍ଯ୍ୟ ଦ୍ରୋଣଙ୍କଠାରୁ ବ୍ରହ୍ମାସ୍ତ୍ର ପରି ଦିବ୍ୟ ଅସ୍ତ୍ର ଏବଂ କେବେ ଶେଷ ନ ହେଉଥିବା ବାଣ ପାଇଥିଲେ। ତାଙ୍କ ପୁତ୍ର ଅର୍ଜୁନଙ୍କ ସାହସ ଦେଖି ଇନ୍ଦ୍ର ବହୁତ ଖୁସି ହୋଇଥିଲେ। ଇନ୍ଦ୍ରଙ୍କ ଅନୁରୋଧରେ ଦେବଶିଳ୍ପୀ ବିଶ୍ୱକର୍ମା ଏବଂ ମାୟା ଦାନବ ମିଶି ଖଣ୍ଡାବନକୁ ଇନ୍ଦ୍ରପୁରୀ ପରି ଏକ ବିଶାଳ ନଗରରେ ପରିଣତ କରିଥିଲେ, ଯାହାର ନାମ ଇନ୍ଦ୍ରପ୍ରସ୍ଥ ଥିଲା।